କଟିଯିବ ଏହି ଲୋକମାନଙ୍କର ଚାଉଳ କାର୍ଡ଼। ସରକାର କଲେ ବଡ଼ ଘୋଷଣା। ଚାଲନ୍ତୁ ଜାଣିବା କେଉଁ ଲୋକଙ୍କର ଚାଉଳ କାର୍ଡ଼ କଟିବ। ଜୟ ଜଗନ୍ନାଥ। ମୁଁ ପିକେ ଆପଣମାନଙ୍କୁ ସ୍ୱାଗତ କରୁଛି ପୁଣି ଏକ ନୂଆ ଭିଡ଼ିଓରେ। ଚାଲନ୍ତୁ ଜାଣିବା କେଉଁ ଲୋକମାନଙ୍କର ଚାଉଳ କାର୍ଡ଼ କଟିବ। ସରକାର କଲେ ବଡ଼ ଘୋଷଣା। ମୋହନ ସରକାର ଏବଂ ଆମର ଯେଉଁ ଚାଉଳ ଅଧିକାରୀ କୃଷ୍ଣଚନ୍ଦ୍ର ପାତ୍ର ଏପର୍ଯ୍ୟନ୍ତ 25 ଲକ୍ଷ ଲୋକମାନଙ୍କର ଚାଉଳ କାର୍ଡ଼ ଚିହ୍ନଟ କରୁଛନ୍ତି। ଯେଉଁମାନଙ୍କର ଚାଉଳ କାର୍ଡ଼ ସବୁ ଭୂତ ଖାଉଛନ୍ତି, ମାନେ ସବୁ ଅଲଗା ନାଁରେ ଚାଉଳ କାର୍ଡ଼ ହେଇଛି, ସେମାନଙ୍କର ଚାଉଳ ଉଠୁଛି। ସେହି ଲୋକମାନଙ୍କର ଚାଉଳ କାର୍ଡ଼ କଟିବ। ତା ଛଡ଼ା ଯେଉଁମାନଙ୍କର 4 ଚକିଆ ଗାଡ଼ି ଅଛି ଓ ବଡ଼ ବଡ଼ କୋଠା ଘର ରହୁଛନ୍ତି, ସେମାନଙ୍କର ବି ଚାଉଳ କାର୍ଡ଼ କଟିବ। ଆଉ ଗୋଟେ ପରିବାରର ଧର ସବୁ ଅଲଗା ଅଲଗା କରି ଦେଇଛନ୍ତି, ଯେଉଁମାନେ ସାଙ୍ଗରେ ଥାଇ ମଧ୍ୟ ୟାର ବାପର ଗୋଟେ, ପୁଅର ଗୋଟେ, ଝିଅର ଗୋଟେ, ଏସବୁ ଲୋକମାନଙ୍କର ଚାଉଳ କାର୍ଡ଼ କଟିଯିବ। ଏପର୍ଯ୍ୟନ୍ତ ପ୍ରାୟ 25 ଲକ୍ଷ ଲୋକମାନଙ୍କର ଚାଉଳ କାର୍ଡ଼ ଚିହ୍ନଟ ହୋଇସାରିଲାଣି। ଯେଉଁମାନଙ୍କର ଚାଉଳ କାର୍ଡ଼ ଅଛି ଏବଂ ସେମାନଙ୍କୁ କୌଣସି ରାଜନେତା ଏବଂ ବଡ଼ ବଡ଼ିଆ ଲୋକ, ଏଇ ଲୋକମାନଙ୍କର ସବୁ ଚାଉଳ ଉଠି ବେପାର ମଧ୍ୟ ଚାଲିଛି। ଏହିସବୁ ଘଟଣା ନେଇ ବିଜେପି ସରକାର ବିଜେଡ଼ି ଉପରେ ଅଭିଯୋଗ ଆଣିଛି, ଯେଉଁଥିରେ ବିଜେଡ଼ି ସରକାର ଏସବୁ ଓ ରାଜନେତା କି ଅଲଗା ଲୋକ ମାନଙ୍କର ଫାଇଦାରେ ବା ପକେଟରେ ପଡ଼ୁଥିଲା ଏହିସବୁ ଚାଉଳ। ଚାଲନ୍ତୁ ଜାଣିବା ଏହି ମାସ ସୁଦ୍ଧା ଯଦି କାଟିବାର କଥା କାଟିବ। ଆଗକୁ ଆପଡ଼େଟ୍ ଯାହା ଆସିବ